ଆମର ଯୋଉ ଅଛି ମହାମହିମ ରାଜ୍ୟପାଳ ଯିଏ ଅଛନ୍ତି ତାଙ୍କର ପୁଅ ରଘୁବର ଦାସଙ୍କ ପୁଅ ଯିଏ ଅଛନ୍ତି ଲଳିତ କୁମାର ତାଙ୍କର ଅଫିସର ଜଣେ କର୍ମଚାରୀ ଓଡିଆ କର୍ମଚାରୀ ଯିଏ ଅଛନ୍ତି ବୈକୁଣ୍ଠନାଥ ପ୍ରଧାନ ତାଙ୍କୁ ମୁହଁ ମାରି ଫଟେଇ ଦେଇଛନ୍ତି ଗୋଟେ ଅତର୍କିତ ଆକ୍ରମଣ ସେ ସଂକ୍ରାନ୍ତରେ ଆପଣ ବି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ସେ ବାବଦରେ କ'ଣ କହିବେ ଆମର ଯୋଉ ଆପଣ ଲେଖିଛନ୍ତି ଯେ ଟ୍ୱିଟରରେ ଯେ ବା ଏକ୍ସ ଆକାଉଣ୍ଟରେ ଯେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏନି ବୋଲି ସେଥିପାଇଁ ଆପଣ କ'ଣ ମତ ରହିବ କ'ଣ ଜଣେ ବିଧାୟକ ହିସାବରେ? ଦେଖନ୍ତୁ ମହାମହିମ ରାଜ୍ୟପାଳ ହେଉଛନ୍ତି ଆମ ରାଜ୍ୟର ପ୍ରଥମ ନାଗରିକ ତାଙ୍କର ମର୍ଯ୍ୟାଦା ସର୍ବୋଚ୍ଚ ବା ସମସ୍ତଙ୍କ ଠାରୁ ଉପରେ ସିଏ ତ ତାଙ୍କ ପୁଅ ବିରୁଦ୍ଧରେ ଗୋଟେ ସଙ୍ଗୀନ ଅଭିଯୋଗ ଆସିଛି ଏବଂ ସେ ଅଭିଯୋଗ କରିଛନ୍ତି ରାଜ୍ୟପାଳଙ୍କ ଅଫିସର ଜଣେ କର୍ମଚାରୀ ବା ସେ ଡ୍ୟୁଟିରେ ଥିବା ଜଣେ କର୍ମଚାରୀ ଯେ ଏଏସଓ ଯିଏକି ପୁରୀ ରାଜଭବନ ଡ୍ୟୁଟିରେ ଥିଲେ ଏବଂ ସବୁଠାରୁ ବଡ କଥା ହଉଛି ଯେ ଘଟଣା ଯୋଉଦିନ ଘଟିଛି ସେଦିନ ଖୋଦ୍ ମହାମହିମ ରାଷ୍ଟ୍ରପତି ମଧ୍ୟ ସେଠି ଉପସ୍ଥିତ ଥିଲେ ତେଣୁ ଏମିତି ଗୋଟେ ସମୟରେ ଏମିତି ମହାମହିମ ରାଷ୍ଟ୍ରପତି ଏବଂ ମହାମହିମ ରାଜ୍ୟପାଳଙ୍କ ଉପସ୍ଥିତିରେ ପୁରୀ ରାଜଭବନରେ ଯଦି ତାଙ୍କର 6 ଜଣ ସହଯୋଗୀଙ୍କ ସହିତ ଜଣେ କର୍ମଚାରୀଙ୍କୁ ମାଡ଼ ମରାଯାଉଛି ବୋଲି ଅଭିଯୋଗ ହେଇଛି ଆଉ ଏ ପର୍ଯ୍ୟନ୍ତ ସେ ଅଭିଯୋଗରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି ତଦନ୍ତ ହେଇନାହିଁ ସେଟା ରାଜ୍ୟ ପାଇଁ ଗୋଟେ ଦୁର୍ଭାଗ୍ୟର କଥା ଏ ସମ୍ପର୍କରେ ଖାଲି ଜଣେ ବିଧାୟକ ଭାବରେ ନୁହେଁ ଜଣେ ସାଧାରଣ ନାଗରିକ ଭାବରେ ମଧ୍ୟ ମୋ ମନ ଭିତରେ ଗୋଟେ ଉଦ୍ବେଗ ସୃଷ୍ଟି ହେଉଛି ଏବଂ ସେଥିପାଇଁ ମୁଁ ତାକୁ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲି ଏବଂ ଆଜି ମଧ୍ୟ ସେ ସମ୍ପର୍କରେ ବିଜୁ ଜନତା ଦଳର ମୁଖପାତ୍ର ବରିଷ୍ଠ ମୁଖପାତ୍ର ଶ୍ରୀଯୁକ୍ତ ପ୍ରତାପ ଦେବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଏଇଟା ବ୍ୟକ୍ତିଗତ ଭାବରେ ମତେ ଏଇ ପ୍ରକାରର ଗୋଟେ ଘଟଣା ଯୋଉ ଓଡିଆ ଅସ୍ମିତା କଥା କୁହାଯାଉଛି ଓଡିଆ ଅସ୍ମିତାକୁ ନେଇକରି ବିଭିନ୍ନ ପ୍ରକାରର ରାଜନୈତିକ ବୟାନବାଜି ହଉଛି କିନ୍ତୁ ଅସଲ ବେଳକୁ ଆମର ଅସ୍ମିତା ଯାଉଛି କୁଆଡେ ଜଣେ ଓଡିଆ କର୍ମଚାରୀ ମାଡ଼ ଖାଇଲେ ତା ସମ୍ପର୍କରେ ଅଭିଯୋଗ ହେଲା ଏବଂ ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କୁ ଛାଡି ଦିଆଯାଉଛି ନା ଆଉ କିଛି ଘଟଣା ତା ପଛରେ ଅଛି ମୋର ଏଇଆ ହଉଛି ପ୍ରଶ୍ନ ସରକାର ତୁରନ୍ତ ଏ ପ୍ରଶ୍ନର ଉତ୍ତର ଦେବେ ବୋଲି ମୁଁ ଆଶା କରୁଛି ଏବଂ ମୋ ଭଳି ସାଧାରଣ ହଜାର ହଜାର କୋଟି କୋଟି ସାଧାରଣ ନାଗରିକ ମଧ୍ୟ ଏ ପ୍ରଶ୍ନ ପଚାରୁଛନ୍ତି ଏ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ରହିଛି ଏବଂ ଓଡିଆ ଅସ୍ମିତାକୁ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଠିକ ଅଛି ଥ୍ୟାଙ୍କ ୟୁ ଆଜ୍ଞା।